ଇଏ ତ ମାନେ ଆଶ୍ଚର୍ଯ୍ୟର କଥା। ଯେଉଁ ଜଗନ୍ନାଥ ଆରାଧ୍ୟଙ୍କୁ ପୂଜା କରି ଭଦ୍ରାଣୀ ଉଦ୍ଘାଟନ କରାଗଲା, ଉଦ୍ଘାଟନ ପରେ ଉଦ୍ଯାପନ ହେଲା ପରେ ତାଙ୍କର କଥା ତ ସେମାନେ ଭୁଲିଗଲେ। କିନ୍ତୁ ପ୍ରଶାସନ ମନେ ରଖିବା ଉଚିତ। ଏଇ କିଛି ଦିନ ଆଗରୁ 17 ତାରିଖରେ ଜଗନ୍ନାଥ ପ୍ରକଳ୍ପ ପାଇଁ ପ୍ରସାର ପ୍ରସାର ନିମନ୍ତେ କେତେ ଟଙ୍କା ବ୍ୟବହାର କରିକି ନାଚ ଗୀତ ଏସବୁ କରିଥିଲେ ଏବଂ ଗାଁ ଗହଳିକି ଗାଡ଼ି ବୁଲେଇଥିଲେ। ସେ ଯେଉଁ ଜଗନ୍ନାଥଙ୍କର ପ୍ରେମୀ ଏମାନେ ଜଗନ୍ନାଥ ପାଇଁ ଏମାନଙ୍କର ହୃଦୟ ବହୁତ ଫାଟି ପଡ଼ୁଛି, ସେ ଲୋକମାନଙ୍କୁ ଜଣାଉଥିଲେ। କିନ୍ତୁ ଆଜି ଆଜି ଏମାନଙ୍କର ଯେଉଁ ଅସଲ ମୁଖା ଧରା ପଡ଼ିଛି, ଏମାନେ ଜଗନ୍ନାଥଙ୍କୁ ହିଁ କେବେ ବିଶ୍ୱାସ କରନ୍ତିନି। ମୋତେ ଲାଗୁଛି ଏମାନେ ଆକ୍ଚୁଆଲି ଓଡ଼ିଶା ପାଇଁ କଳାପାହାଡ଼ ସାଜିକି ଆସିଛନ୍ତି। ଏମାନେ କେତେବେଳେ କ'ଣ କରିବେ ସେ ସବୁ ଜଗନ୍ନାଥଙ୍କୁ ହିଁ ଜଣା। ଜଗନ୍ନାଥ ଆମର ଆରାଧ୍ୟ, ତାଙ୍କୁ ସେ ମନ୍ଦିର ଛାଡ଼ିକି ଆସିକି ମହାପ୍ରସାଦ ଛାଡ଼ିକି ଆସିକି ନାଳ ନର୍ଦ୍ଦମାକୁ ଶୁଙ୍ଘଉଛନ୍ତି। ୟାଠାରୁ ଦୁଃଖ ଆଉ ପରିତାପର ବିଷୟ କ'ଣ ଥାଇପାରେ? ପ୍ରଶାସନଙ୍କର ଏଭଳି ଅବହେଳାକୁ କେବେ କ୍ଷମା କରିବେନି ଜଗନ୍ନାଥ ପ୍ରେମୀ। ତେଣୁ ଜଗନ୍ନାଥ ପ୍ରେମୀ ଏବଂ ଜଗନ୍ନାଥ ମୋର ଯେଉଁ ଆରାଧ୍ୟ, କୋଟି ଓଡ଼ିଆଙ୍କର ଆରାଧ୍ୟ ହେଉଛନ୍ତି ଆମ ଜଗନ୍ନାଥ। ଜଗନ୍ନାଥଙ୍କୁ ନେଇକି ଯେଉଁଭଳି ବ୍ୟବହାର କରିଛି ପ୍ରଶାସନ, ସେଥିପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ ଓଡ଼ିଶାବାସୀଙ୍କ ସାମ୍ନାରେ। ଏଇ 4.5 କୋଟି ଓଡ଼ିଆଙ୍କର ଯେଉଁ ଛାତିରେ ଆଘାତ ଦେଲା ଭଦ୍ରକ ପ୍ରଶାସନ, ଏହା କେବେ କ୍ଷମଣୀୟ ନୁହେଁ।